କାଲି ଗୋଟେ ବୁଝିହେଲା ଯେ ଯଦି ଆମେ ପ୍ରତିଦିନ ଡାଏରୀ ଲେଖିପାରିବା ଯେ ପ୍ରତିଦିନ ଯାହା ବି କରୁଛନ୍ତି। କରୁଣାମୟୀ ମା ପରମ ପ୍ରଭୁ ଶିବବିନ୍ଦୁ ଦିବ୍ୟଜନନୀ ଏବଂ ପରମ ପ୍ରଭୁଙ୍କର ଦିବ୍ୟ ଚରଣ କମଳରେ ମୁଁ ମୋର କୃତଜ୍ଞତା ଭରା ପ୍ରଣାମ ସମର୍ପଣ କରୁଛି। ଉପସ୍ଥିତ ସମସ୍ତ ସମ୍ମାନର ବାପା ଭାଇମାନଙ୍କୁ ପ୍ରଣାମ ଜଣାଉଛି ଏବଂ ସମସ୍ତଙ୍କ ହୃଦୟରେ ମାଙ୍କର ଦିବ୍ୟ ଉପସ୍ଥିତିକୁ କୃତଜ୍ଞତା ଜ୍ଞାପନ କରୁଛି। ଆମମାନେ ଗୋଟେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଜି ଆଲୋଚନା କରିବା। ସେ ପ୍ରସଙ୍ଗ ସମ୍ପର୍କରେ ଗତକାଲି କୁନିଅପା କିଛି ପ୍ରକାଶ କରୁଥିଲେ। ପ୍ରସଙ୍ଗଟି ଏପରି, ଆପଣ ଦୁଇଟି ଅବସ୍ଥା କଥା ଟିକେ କଳ୍ପନା କରିବେ। ଗୋଟେ ହେଉଛି ଗୋଟିଏ ପିଲା, ତାର ବୟସ ବହୁତ କମ୍, ଜୀବନର ଅନୁଭବ କିଛି ନାହିଁ, ଭୁଲ ଠିକ ବିଚାର କରିବାର ସାମର୍ଥ୍ୟ, ତାର ଜୀବନରେ ଏମିତି ଏକ ଅବସ୍ଥା ଆସିଲା ସେ ନିଜର ନିଜେ ନେବା ପାଇଁ ବାଧ୍ୟ ହେଲା। ଜୀବନ ସମ୍ପର୍କରେ ନିଷ୍ପତ୍ତି ସେ ବାଧ୍ୟ ହେଲା। ଗୋଟିଏ ବହୁତ ପେନଫୁଲ ଏକ୍ସପିରିଏନ୍ସ ମୋର ଗତକାଲିର ଅପରାହ୍ନର ଯେତେବେଳେ ପ୍ଲେସ୍ କଥା ମୁଁ କହୁଛି, କନ୍ୟା ପ୍ରାକ୍ଟିସ କରିବା ପାଇଁ ଯାଏ ଏବଂ ମୋତେ ପ୍ରାୟ ଗୋଟାଏ ଘଣ୍ଟା ଅପେକ୍ଷା କରିବାକୁ ସେଠି। ସେଥିପାଇଁ ମୋର ସେଇଟା ହେଉଛି, ସେଇ ଘଣ୍ଟାଟି ହେଉଛି ଏକ୍ସରସାଇଜ ଟାଇମ୍। ମୁଁ ସେଇ ସମୟରେ ମୋର ଆଖପାଖରେ ଦୌଡ଼ାଦୌଡ଼ି କରେ ଏବଂ ଯାହା ବ୍ୟାୟାମ କରିବା କଥା ମୁଁ ମୋର କରେ ଏବଂ ତାପରେ ଆମେ ସାଙ୍ଗ ହେଇକି ଫେରୁ। ବାରବାଟୀ ଷ୍ଟାଡିୟମର ସେଇ ସ୍ଥାନଟି ଇଣ୍ଡୋର ଷ୍ଟାଡିୟମ ଏବଂ ବାରବାଟୀ ଷ୍ଟାଡିୟମର ମଝି ଜାଗାଟି। ଯେଉଁମାନେ ଯାଇଥିବେ ସେ ଅଞ୍ଚଳକୁ ଦେଖିଥିବେ, ଆଖପାଖରେ ବହୁତ ବଡ଼ ବଡ଼ ଫିଲ୍ଡ ସବୁ ଅଛି, ବହୁତ ବଡ଼ ବଡ଼ ପଡ଼ିଆ ସବୁ ଅଛି। ବାରବାଟୀ ଷ୍ଟାଡିୟମର ପୁରା ଫ୍ରଣ୍ଟଟି ହେଉଛି ଯାହାକୁ କିଲା ପଡ଼ିଆ ବୋଲି କହନ୍ତି, ବାଲିଯାତ୍ରା ଯେଉଁ ଜାଗାରେ ହୁଏ। ଏବଂ ତାପରେ ଦୁର୍ଗ ଫ୍ରଣ୍ଟରେ ବହୁତ 3ଟି ବଡ଼ ବଡ଼ ପଡ଼ିଆ ଅଛି, ସେଠି ବହୁତ ପିଲାମାନେ ଖେଳାଖେଳି କରନ୍ତି ଏବଂ ସେ ଜାଗାରେ ବହୁତ ସ୍ପୋର୍ଟସ ଇନଷ୍ଟିଟ୍ୟୁସନ ସବୁ ଅଛି। ବକ୍ସିଂ, ତାପରେ କୁସ୍ତି, ବାସ୍କେଟବଲ, ଫୁଟବଲ, ସ୍ପୋର୍ଟସ ହଷ୍ଟେଲ, ଯେଉଁ ସ୍ପୋର୍ଟସ ଅଥରିଟି ଅଫ୍ ଇଣ୍ଡିଆର ଯେଉଁ ସ୍ପୋର୍ଟସ ହଷ୍ଟେଲ ଅଛି, ସାଇ ହଷ୍ଟେଲ, ସେଇଟା ମଧ୍ୟ ଏକ୍ଜାକ୍ଟଲି ସେଇ ଜାଗାରେ ଅଛି। ସେଠି ଅନେକ ପିଲାମାନେ, ବିଭିନ୍ନ ପ୍ରକାର କ୍ଲବ ଅଛି, ଅନେକ ପିଲାମାନେ ଖେଳାକୁଦା କରନ୍ତି। ମୁଁ ଚାଲିଥିବା ସମୟରେ ବହୁତ ଛୋଟ ଛୋଟ ପିଲାମାନଙ୍କୁ ଦେଖେ, ଯେଉଁମାନେ ସେଠିକି ଖେଳାକୁଦା କରିବା ପାଇଁ ଆସନ୍ତି ନାହିଁ। ସେମାନେ ଭିନ୍ନ ଭିନ୍ନ ପ୍ରକାରର କାର୍ଯ୍ୟକ୍ରମରେ ସେମାନେ ନିଜକୁ ନିୟୋଜିତ ରଖିଥାନ୍ତି। ସେମାନଙ୍କୁ ଗୋଟେ ବଡ଼ ଲୋକ କେହି ନଥାନ୍ତି କି ତାଙ୍କର ଭୁଲଟାକୁ ତାଗିଦ କରିବା ପାଇଁ। ଯେମିତି ଗୋଟେ ବଡ଼ ଲୋକର ଗାଇଡାନ୍ସରେ କୁନି କୁନି ପିଲାମାନେ ଖେଳୁଛନ୍ତି, ସେ ପିଲାମାନଙ୍କୁ ଗାଇଡ କରୁଛନ୍ତି କିପରି ଭଲ ଖେଳିବ, କିପରି ବ୍ୟାୟାମ କରିବ, ସୁସ୍ଥ ରହିବା ପାଇଁ କ'ଣ କ'ଣ ସବୁ କରିବାକୁ ପଡ଼ିବ। ସେଇ ସମୟ ତକ ଘଣ୍ଟାଟି କିପରି ନିଜର ସମୟକୁ ସଦୁପଯୋଗ କରିବ, ଖେଳ ସରିଗଲା ପରେ ଟିକେ ଫ୍ରେଶ ହେଇକି କିପରି ବିଶ୍ରାମ କରିକି ଧ୍ୟାନ ଟିକେ କରିବ, ତାପରେ ଘରକୁ ଫେରିବ ପାଠ ପଢ଼ା ପାଇଁ କି କ'ଣ ପାଇଁ। ଯେଉଁମାନଙ୍କର ଗାଇଡ୍ ଅଛି, ଯେଉଁମାନଙ୍କର ଗାଇଡ୍ ନାହାନ୍ତି, କୁନି କୁନି ପିଲାମାନେ, ତାଙ୍କର ବାହାରୁ ଦେଖିକି ଜଣାପଡ଼ିଯାଉଛି ସେମାନଙ୍କର ଘରେ ମଧ୍ୟ ଗୋଟେ ଶୃଙ୍ଖଳିତ ବାତାବରଣ ନାହିଁ। ଘରେ ମଧ୍ୟ ତାଙ୍କର ଅଭିଭାବକ ହୁଏତ ନଥାଇପାରନ୍ତି, ଯଦି ବି ଥିବେ ସେମାନେ ହୁଏତ ସେତେ ସଚେତନ ନୁହଁ, ଦେ ଆର୍ ନଟ୍ ସୋ ମଚ୍ କନସିୟସ୍। ତ ଅତି ଛୋଟ ଛୋଟ ବୟସର ପିଲାମାନେ ବିଭିନ୍ନ ପ୍ରକାର କୁ ଅଭ୍ୟାସର ବଶବର୍ତ୍ତୀ ହେଇଯାଉଛନ୍ତି। ସେମାନେ ଧୂମ୍ରପାନ ଇତ୍ୟାଦି କରିବା ଏବଂ ବହୁତ ଅଶ୍ଳୀଳ ଭାଷା ବ୍ୟବହାର କରିବା, ସମୟକୁ ଗୋଟେ ପ୍ରକାର ନଷ୍ଟ କରିବାର ସହିତ ସମୟ ନଷ୍ଟ କରିବା ସାଙ୍ଗେ ସାଙ୍ଗେ ନିଜର
भविष्यत को भी से निज हाथ ही नष्ट कर एपरि एक अवस्था जगत अच्छी एवं भी कि गोटे गोटे प्रकार अप्रिय सत्य गोटे प्रकार असह्य सत्य जगतर आम सही पारुनु जानीपारुनु जे जो माने भविष्यत को गढ़े से भविष्यत अंधार रे जो माने भविष्यत जगतर दायित्व नेबे से माने मध्य गोटे एमतिया खराब अवस्था भूल अवस्था अच्छे बाह्य अवस्था को आम आम मानकर पैर धरिबा आमर सत्ता मानकर भी जड़े अभिभावक अच्छा जड़े गार्डियन से होचन भगवान एवं भगवान निजर जड़े प्रतिनिधि को आम मानकर व्यक्तिगत दायित्व नापी अपॉइंट कर से दायित्व देते सी होचंती आम अंतर थी अंतरात्मा अंतरात्मा माध्यम रे साइकिक बीइंग माध्यम रे से माने आमर अन्य सत्ता मानू भगवान कौन करती अंतरात्मा माध्यम रे आमर अन्य सत्ता मानू ठीक बाटे नबार प्रयास करती कारण अंतरात्मा पाखरे भगवान संकल्प भगवान इच्छा एवं भगवान कौन लक्ष्य ए सबु प्रकार ज्ञान तांका पाखे रही एवं भगवत धारा किपरि कार्य करा जाय पारे भगवान इच्छा किपरि कार्य करा जाय पारे किपरि निष्पत्ति निया जाय पारे से सामर्थ्य भी तांकर रही कारण से निरंतर भगवान सहित संपर्क रे थांती चल आमर जने अभिभावक अछंती एवं से अभिभावकंकर जने प्रतिनिधि आम भीतर अच्छा जितेबले आमे से प्रतिनिधि सहित संपर्कित हो स्वतस्फूर्त भाव में आमर जो प्रकृत अभिभावक अच्छा भगवान तांकर प्रेरणा अभ्रांत भाव में पाइबार आमको सामर्थ्य मिले आमको से सौभाग्य से सुजोगटी मिले जेपर्यंत से भाया अवस्था आमर आसी आमे माने समस्ते भूल भावना मध्य बंचीबा भूल बाटर जीवा पॉसिबिलिटीज आम मान भीतर बहुत दृढ़ बहुत बलवत्तर हो रही नॉट इन ए राइट गाइडेंस तो न हवा ताले कहा द्वारा परिचालित हवा शरीर द्वारा मन प्राण शरीर कहा द्वारा सब कहते हैं अज्ञानतार द्वारा परिचालित से जो अज्ञानतार से त्रिधा जगत तार इंस्ट्रूमेंट अवस्था से अज्ञानता शक्ति मान ठारू प्राप्त करती निर्देश आमर जीवन को अभिमुखी करिवो कि बाट बतेब कि कदा आमको नब जो बाटे आम बहुत दूर को चली जावा आमको कटिगले जहाँ आमको भगवान सहित एकात्मता प्राप्त करिवारे दिव्य जीवन प्राप्त करिवारे जो पथटी आमको बाधा सृष्टि करिवो सेहीपरि अवस्था को सी आमको नहीं जीवे सेहीपरि पथरे आमको से नेबे कारण से अज्ञानतार द्वारा परिचालित अज्ञान शक्ति द्वारा परिचालित दे आर इन द इन्फ्लुएंस ऑफ द ट्रिपल वर्ल्ड ऑफ इग्नोरेंस अज्ञानतार त्रिधा जगतर प्रभाव रे मन प्राण शरीर रही
ଆମେ ଏଇ କଥାଟିକୁ ଅତି ସହଜରେ ସିନା ଆଲୋଚନା କରିନେଲେ କିନ୍ତୁ ଆମେ ସହିତ ସଚେତନତାର ସହିତ ଏଇ ଅବସ୍ଥାକୁ ଟିକେ ଚିନ୍ତା କରିବା। ଏଇଟା ବହୁତ ଗୋଟେ ଖରାପ ଅବସ୍ଥା। ପ୍ରକୃତ ଅଭିଭାବକ ମାନଙ୍କ ଠାରୁ ଦୂରରେ ରହି ଗୋଟିଏ ଯୋଉ କୁହାଯାଏ ଅଜ୍ଞାନତାର ଦ୍ୱାରା ପରିଚାଳିତ ହବା, ଭଗବାନଙ୍କ ଠାରୁ ବିଚ୍ୟୁତ ରହି ଭଗବାନଙ୍କ ଠାରୁ ଦୂରକୁ ଯାଇ ଅଜ୍ଞାନତା ଦ୍ୱାରା ପରିଚାଳିତ ହବା, କେମିତି ଗୋଟେ ଖରାପ ଅବସ୍ଥା ଏଇଟା ଗୋଟେ। ସେଥିପାଇଁ ଅନ୍ତରାତ୍ମାଙ୍କୁ ଆବିଷ୍କାର କରିବା, ତାଙ୍କ ସହିତ ସମ୍ପର୍କିତ ଗୋଟେ ଜୀବନ ବଞ୍ଚିବା ଏବଂ ତାଙ୍କ ମାଧ୍ୟମରେ ଭଗବାନଙ୍କର ପ୍ରେରଣାରେ ବଞ୍ଚିବା, ଏଇଟା ଆମମାନଙ୍କ ପାଇଁ ଭେରି ଅର୍ଜେଣ୍ଟ ନିଡ୍, ଭେରି ଅର୍ଜେଣ୍ଟ, ଶୀଘ୍ର ଏ କାର୍ଯ୍ୟଟି ହେବା ଦରକାର। ଏବଂ ଆମେ ସମ୍ପାଦିତ କରିବା ପାଇଁ ଭିତରେ ସେତିକି ବ୍ୟାକୁଳ ହେବା ଦରକାର, କାରଣ ଯେପର୍ଯ୍ୟନ୍ତ এই କାର୍ଯ୍ୟଟି ସମାପନ ନ ହୋଇଛି, ଯେପର୍ଯ୍ୟନ୍ତ ଆମମାନଙ୍କର ଅନ୍ତରାତ୍ମାଙ୍କର ସହିତ ସମ୍ପର୍କ ସ୍ଥାପନ ନ ହୋଇଛି, ସେ ପର୍ଯ୍ୟନ୍ତ ଆମେ ଗୋଟାଏ ଦୃଷ୍ଟିରୁ ଅର୍ଫାନ, ଅନାଥ, ଗୋଟାଏ ଦୃଷ୍ଟିରୁ। କାରଣ ଆମର ପ୍ରକୃତ ନାଥଙ୍କ ସହିତ ବା ପ୍ରକୃତ ପିତାଙ୍କ ସହିତ, ପରମ ପିତାଙ୍କ ସହିତ ସମ୍ପର୍କ ନାହିଁ। ଆମେ ତାଙ୍କର ନିର୍ଦ୍ଦେଶରେ ଜୀବନ ବଞ୍ଚୁନାହୁଁ। ଯେମିତି ଆମର ଗାଉଁଲି ଓଡ଼ିଆ ଭାଷାରେ କୁହାଯାଏ ବେମୁରବିଆ, ଯାହା କୁହାଯାଏ ବିନା ମୁରବୀରେ ଚାଲୁଥିବା ଜଣେ ବ୍ୟକ୍ତି। ଯେମିତି ବିନା ଡ୍ରାଇଭରରେ, ବିନା ପାଇଲଟରେ ଗୋଟେ ଫ୍ଲାଇଟ୍ କିମ୍ବା ଗୋଟେ ଗାଡ଼ି ଯାଉଛି, ବିନା ଟିଚରରେ କ୍ଲାସରୁମ୍, ବିନା କୁକରେ ରୋଷେଇ ଘର। ଆପଣ କଳ୍ପନା କରନ୍ତୁ କ'ଣ ହବ? ବିନା ପରରେ ଗୋଟେ ଚଢ଼େଇ ତାର ଆକାଶରେ ଉଡ଼ିବାର ସମ୍ଭାବନା ଅଛି, କିନ୍ତୁ ତାର ପରଟି ନାହିଁ। ଯୋଉ ଭଳିଆ ଅବସ୍ଥା, ତାଠାରୁ ବି ଆହୁରି ଉତ୍କଟ ଅବସ୍ଥା ହେଉଛି ଅନ୍ତରାତ୍ମାଙ୍କର ସହିତ ସମ୍ପର୍କ ନଥିବା ଜୀବନ। ଅନ୍ତରାତ୍ମାଙ୍କର ସାହାଯ୍ୟରେ ଭଗବତ ପ୍ରେରଣାରେ ବଞ୍ଚିବାର ଯୋଉ ମାନେ ସୌଭାଗ୍ୟମୟ ଜୀବନ, ସେପରି ଜୀବନରୁ ବଞ୍ଚିତ ହେଇ ଆମେ ଯୋଉ ଜୀବନ ବଞ୍ଚୁଛେ, ବାସ୍ତବରେ କେତେ ଯେ ଅଦ୍ଭୁତ, କଷ୍ଟକର ଏବଂ ଭୟଙ୍କର। ଆମେ ସମସ୍ତେ ସେ ଜୀବନକୁ କିଛି ମାତ୍ରାରେ ଏକ୍ସପିରିଏନ୍ସ କରିଛୁ, କିନ୍ତୁ ଆମକୁ ସେଥିପ୍ରତି କନସିୟସ୍ ହେବାକୁ ପଡ଼ିବ, ସଚେତନ ହେବାକୁ ପଡ଼ିବ, ଟିକେ ସିରିୟସ୍ ହେବାକୁ ପଡ଼ିବ ଯେ ଆଉ କେତେ ଦିନ ଏପରି ଏକ ଜୀବନ ମୁଁ ବଞ୍ଚିବି। ଆମେ ଆଗକୁ ବି ସେ ବିଷୟରେ ପଢ଼ି ଯେ ଯେତେବେଳେ ଜଣେ ମଣିଷ ବର୍ତ୍ତମାନ ପୁରା ପୁରା କ'ଣ ଡିସଗଷ୍ଟେଡ୍ ହେଇଯିବ, ପୁରା ଯେ ହେଇଗଲା, ଅଜ୍ଞାନତା ଜୀବନ ବଞ୍ଚିବା ବହୁତ ହେଇଗଲା, ଶକ୍ତିର ପ୍ରଭାବରେ ନିଜର ଦୁର୍ବଳତାକୁ ନିଜ ପାଖରେ ରଖିବା ବହୁତ ହେଇଗଲା। ଆମମାନଙ୍କ ଭିତରେ ଗୋଟେ କ'ଣ ଗଭୀର ସ୍ତରରୁ ଗୋଟେ ଆସ୍ପିରେସନ, ଗୋଟେ ଆକୁଳତା, ବିକଳ ଭାବ ଆସିବା ଦରକାର। ନାଓ ଆଇ ୱାଣ୍ଟ ଟୁ ବି ଏ ଡିଭାଇନ୍ ଚାଇଲ୍ଡ। ମୁଁ ମୋର ପ୍ରକୃତ ମାତା ପିତାଙ୍କ ଠାରୁ ବିଚ୍ଛିନ୍ନ ହେଇ ଆଉ ମୁଁ ଜୀବନ ବଞ୍ଚିପାରିବି ନାହିଁ। ଏ ଜୀବନଟି ମୋତେ ସଫୋକେଟେଡ୍ ଲାଗୁଛି, ମୋତେ ଅଣନିଶ୍ୱାସୀ ବୋଧ ହେଉଛି ଏପରି ଏକ ଜୀବନ। ମୁଁ ଏକ ପ୍ରକୃତ ଜୀବନ ବଞ୍ଚିବି ତାଙ୍କର ପ୍ରେରଣାରେ। ଏଇ ଆସ୍ପିରେସନ ଯେତେବେଳେ ଆମର ଇଣ୍ଟେନ୍ସ ହେଇଯିବ, ପୁରା ଗଭୀର ଦୃଢ଼ ହେଇଯିବ, ସେତେବେଳେ ଧୀରେ ଧୀରେ ଆମର ସଙ୍କଟବର୍ତ୍ତୀ ହେବା। ସେଇ କଥାଟିର ପ୍ରସ୍ତୁତିକୁ ହିଁ ସେଲ୍ଫ ପ୍ରିପାରେସନ କୁହାଯାଏ। ଆମେ ଯୋଉ ସମ୍ପର୍କରେ ପ୍ରାକ୍ଟିକାଲ କନସେପ୍ଟ ଦୃଷ୍ଟିରୁ ଆଲୋଚନା କରୁଛେ, ମୁଁ ପୂର୍ବରୁ ଏଇ ଆଲୋଚନା କରିଥିଲି। କାଲି କୁନି ଅପା ଯୋଉ କଥାଟି କହିଲେ, ମାନେ ଗୋଟେ ଅନାଥ ଆଶ୍ରମର କଥାଟି କହିଲେ, ଏଇ କନସେପ୍ଟରେ ହିଁ ଆଲୋଚନା କରିଥିଲି ଯେ ଗୋଟେ ଗାର୍ଡିଆନ ବିନା ଯେମିତି ସବୁବେଳେ ସ୍କୋପ ଥାଏ, ସହିତ ସମ୍ପର୍କ ସ୍ଥାପନ ନ କରି ଅଲମୋଷ୍ଟ ସେଇଆ। ଜଣେ ଗୁରୁ ଅଛନ୍ତି,
ଗାଇଡ୍ ଅଛନ୍ତି ଅଛନ୍ତି ଫ୍ରେଣ୍ଡ ଫିଲୋସଫର ଜଣେ ଅଛନ୍ତି ପୁରା ସିଦ୍ଧ ଅବସ୍ଥାରେ ଅଛନ୍ତି। ଭାବି ନିଆଯାଉ ବାବାଜୀ ମହାନ୍ତି ଅନ୍ତରଙ୍ଗ ସମ୍ପର୍କ ଅଛି। ସେ ଆମକୁ ବହୁତ ଭଲ ପାଆନ୍ତି। ସେ ତ ସିଦ୍ଧ ନିଜେ ଜଣା ଅଛି କ'ଣ ଭଲ କ'ଣ ଭୁଲ। ତ ସେ ଭୁଲ ଯାହାକୁ ମିଳିଯିବ ପଥ ସେପରି ଜଣେ ଗୁରୁ ତାଙ୍କୁ ମିଳିଯିବ, ସେ ପିଲାଟିର ଭବିଷ୍ୟତ ସ୍ୱାଭାବିକ ଭାବରେ ଉଜ୍ଜଳ, ଏଥିରେ ଭାବିବାର କିଛି ନାହିଁ। ସେମିତି ଆମର ପରମ ବନ୍ଧୁ ବସିଛନ୍ତି, ଯଦି ତାଙ୍କ ସହିତ ଆମ ଜୀବନ ବାସ୍ତବରେ ଗୋଟେ ବହୁତ ଜୀବନ ଆମମାନଙ୍କ ଭିତରେ ସମ୍ଭାବନା ରହିଛି ଭୁଲ ବାଟରେ ଯିବା ପାଇଁ, ଅନ୍ଧକାର ଦ୍ୱାରା ପରିଚାଳିତ ହୋଇଯିବା ପାଇଁ ଆମମାନଙ୍କ ଭିତରେ ସବୁବେଳେ ପସିବିଲିଟିଜ୍ ରହିଛି। ଯେତେବେଳେ ଯେଉଁ ମୁହୂର୍ତ୍ତରେ ଆମର ସେ ଅନ୍ତରାତ୍ମାଙ୍କ ସହିତ ସମ୍ପର୍କ ସ୍ଥାପନ ହେଇଯିବ, ତାଙ୍କ ମାଧ୍ୟମରେ ଆମେ ଆମର ପ୍ରକୃତ ମାତା ପିତାଙ୍କ ସହିତ ସମ୍ପର୍କ ଯୋଡ଼ି ପାରିବା। ତାଙ୍କ ଦ୍ୱାରା, ତାଙ୍କର ଜ୍ଞାନରେ, ତାଙ୍କର କରୁଣା ଦ୍ୱାରା, ତାଙ୍କର ପ୍ରେମ ଦ୍ୱାରା ଜୀବନର ସମ୍ଭାବନା ଗୁଡ଼ିକ ପ୍ରସ୍ଫୁଟିତ ହେବାର ଗୋଟେ ଅବସ୍ଥା ଆସିବ। ବାସ୍ତବରେ ସେଇଟା ହେଉଛି ଜୀବନ। ଯେପର୍ଯ୍ୟନ୍ତ ଆମେ ସେ ଜୀବନ ବଞ୍ଚିନୁ, ଦୁର୍ଭାଗ୍ୟ ଅବସ୍ଥାରେ ଅଛୁ, ଏକଥା କହିଲେ ଅତ୍ୟୁକ୍ତି। ଆମେ ପ୍ରସ୍ତୁତ ହେବା ସେ ସୌଭାଗ୍ୟ ସ୍ତରକୁ। ଏବଂ ଯେତେବେଳେ ଅନ୍ତରର ସେ ଦିବ୍ୟଙ୍କର ସହିତ ଯିବ, ଆମର ପରମ ବନ୍ଧୁଙ୍କ ସହିତ ସମ୍ପର୍କ ଯୋଡ଼ି ହେଇଯିବ, ସେତେବେଳେ ଆମର ପ୍ରକୃତ ଜୀବନ ଆରମ୍ଭ ହେବ। ତା ପୂର୍ବରୁ ଆମେ ଯେଉଁ ଜୀବନ ବଞ୍ଚୁଛୁ, ହୁଏତ ଅଚେତନତାର କାରଣରୁ ତା ଜୀବନ ନୁହଁ। ଟିକେ ଯଦି ଆମେ ସଚେତନ ହେଲୁ, ଜୀବନ ପାଇଁ ପ୍ରସ୍ତୁତି, ସେଇ ସଚେତନ ଜୀବନ, ଯଦି ଆମେ ଅତି କମରେ ନିଷ୍ଠାପର ଭାବେ ପ୍ରସ୍ତୁତି ବି ଆରମ୍ଭ କରିଦେଲୁଣି, ତାହା ବି ବହୁତ ବଡ଼ କଥା। ଯଦିଓ ଆମେ ସେ ଜୀବନ ବଞ୍ଚି ନାହୁଁ, ଏପର୍ଯ୍ୟନ୍ତ ଅନ୍ତରାତ୍ମାଙ୍କ ସହିତ ଆମର ଗୋଟେ ନିବିଡ଼ ସମ୍ପର୍କ ସ୍ଥାପିତ ହେଇନାହିଁ, ଯଦିଓ ତଥାପି ସେ ନିବିଡ଼ ସମ୍ପର୍କ ସ୍ଥାପନ କରିବା ପାଇଁ ଯଦି ଆମେ ପ୍ରସ୍ତୁତି ବି ସଚେତନ ଭାବରେ, ନିଷ୍ଠାପର ଭାବେ, ନିୟମିତ ଭାବରେ ଆରମ୍ଭ କଲୁଣି, ମାଙ୍କ କୃପାକୁ ପାଥେୟ କରି, ତଥାପି ସେ ଜୀବନ ବି ବହୁତ ସୌଭାଗ୍ୟମୟ ଜୀବନ ବୋଲି କୁହାଯାଇପାରେ। ମାଙ୍କ କୃପାରୁ ଆମର ଅନ୍ତରାତ୍ମାଙ୍କ ସହିତ ବି ସମ୍ପର୍କ ସ୍ଥାପନ ହେଇଯିବ ଏବଂ ଅନ୍ତରାତ୍ମାଙ୍କର ମାଧ୍ୟମରେ ମାଙ୍କର ଅଭ୍ରାନ୍ତ ଇଙ୍ଗିତ ପ୍ରାପ୍ତ କରି ଆମେ ଆମର ଜୀବନର ସେ ଜ୍ୟୋତିର୍ମୟ ପଥରେ ଆଗକୁ ଯାଇପାରିବା। ସେ ସମ୍ଭାବନା ବି ଅଛି। ମା କୃପା ଆମମାନେ ସେ ସମ୍ଭାବନା ମୋ ତରଫରୁ ଆଜିର ଯଦି କିଛି ଥାଏ ଆଜିର ଆଲୋଚନାକୁ ଆଧାର କରି, ଯଦିଓ ଆଜି ସମୟ ହେଲାଣି, ଆମେ ଆଗକୁ ମଧ୍ୟ ଆଉ କିଛି ସମୟ ସମସ୍ତେ ଚାହିଁଲେ ଆଲୋଚନାକୁ ନେଇପାରିବା ସେଇ ପ୍ରଶ୍ନ ଏବଂ ଜିଜ୍ଞାସାକୁ ଆଧାର କରି।